ବାଲେଶ୍ୱର ମେଲୋଡି ଆସୋସିଏସନ ତରଫରୁ କିଡନୀ ରୋଗରେ ପୀଡ଼ିତା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ପଞ୍ଚାୟତର କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ମଣ୍ଡଳଙ୍କ ଦୁଇଟି କିଡନୀ ନଷ୍ଟ ହେବା ଫଳରେ ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଖବର ପାଇ ବୁଧବାର ବାଲେଶ୍ୱର ମେଲୋଡି ଆସୋସିଏସନ ତରଫରୁ 12,600 ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଆଗକୁ ମଧ୍ୟ ଆସୋସିଏସନ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ବାଲେଶ୍ୱର ଜିଲ୍ଲାର ଜଣେ ଆଗଧାଡିର କଣ୍ଠଶିଳ୍ପୀଙ୍କ ଚିକିତ୍ସା ଲାଗି ସରକାର ଓ ଜନସାଧାରଣ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ଏଥିରେ ନୃତ୍ୟ ନିର୍ଦ୍ଦେଶକ ତଥା ଡାକ୍ତର ଲଲାଟେନ୍ଦୁ ଦାସ, ସଞ୍ଜୀବ କୁମାର ଦାସ, ବାପୁ ପଣ୍ଡା, ଜ୍ୟୋତି ପ୍ରକାଶ ଭୂୟାଁ, ସୌଭାଗ୍ୟ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁଭାଶିଷ ଦାସ, ନୃତ୍ୟଶିଳ୍ପୀ ରଶ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଞ୍ଜୀବ କୁମାର କଳାକାର ଆଜି ମଞ୍ଜୁଶ୍ରୀଙ୍କ ଘରକୁ ଆସିଥିଲୁ। କିଛି ସାହାଯ୍ୟର ରାଶି ବାଲେଶ୍ୱର ବିଏମ୍ ଗ୍ରୁପ୍ ତରଫରୁ ପ୍ରଦାନ କଲୁ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଟିକେ ଦେଖିଲୁ। ସମସ୍ତଙ୍କୁ ଅନୁରୋଧ, ଯଦି ସମସ୍ତେ ଏମିତି ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି ତାହେଲେ ସେ ପିଲାଟା ଭଲ ହେଇକି ପୁଣି ଥରେ ମଞ୍ଚକୁ ଫେରି ଯାଇପାରିଥାନ୍ତା। ମୁଁ ଜଣେ ନୃତ୍ୟଶିଳ୍ପୀ। ଆମେ ମଞ୍ଜୁଶ୍ରୀ ଅପାଙ୍କ ଘରକୁ ଆସୁଛି। ତାଙ୍କର ଦେହ ଅସୁସ୍ଥ ହୋଇଛି, ସେଥିପାଇଁ ଆମେ ସାହାଯ୍ୟର ହାତ ବଢ଼େଇଛୁ। ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ମଞ୍ଜୁଶ୍ରୀ ଅପାଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ ଏବଂ ତାଙ୍କ ଦେହ ବହୁତ ଭଲ ହେଇଯାଉ ଏବଂ ସେ ଆଗ ଭଳିଆ ମଞ୍ଚରେ ସେ ମଧ୍ୟ କଳା ପ୍ରଦର୍ଶନ କରିପାରନ୍ତୁ। ନମସ୍କାର, ମୁଁ ଜ୍ୟୋତି ପ୍ରକାଶ, ଜଣେ ଛୋଟ କଳାକାର, ମଞ୍ଚ ଉପସ୍ଥାପକ। ଆଜି ଏ ଭୋଗରାଇ ଅଞ୍ଚଳର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ମଞ୍ଜୁ ଅପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ। ଆମେ ବିଭିନ୍ନ ସୋସିଆଲ ମିଡ଼ିଆରୁ ବା ଖବର ପାଇ ଶୁଣି ଆଜି ପହଞ୍ଚିଲୁ। ବାଲେଶ୍ୱର ମ୍ୟୁଜିକ୍ ଆସୋସିଏସନ୍ ତରଫରୁ ଆମେ ଆସି କିଛି ଆର୍ଥିକ ସହାୟତା ପ୍ରଦାନ କଲୁ ମଞ୍ଜୁ ଅପାଙ୍କର ଆରୋଗ୍ୟ ପାଇଁ ଏବଂ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କୁ ଏବଂ ସମସ୍ତ ଓଡ଼ିଶାବାସୀଙ୍କୁ ଏ ମିଡ଼ିଆ ମାଧ୍ୟମରେ ଅନୁରୋଧ କରୁଛି, ସମସ୍ତେ ଏ କଳାକାର ଭାଇ ଭଉଣୀ ମାନେ ଯେମିତି ସହାୟତାର ହାତ ବଢ଼ାଉଛନ୍ତି, ସମସ୍ତ ଓଡ଼ିଶାବାସୀ ମଧ୍ୟ ସହାୟତାର ହାତ ବଢ଼ାନ୍ତୁ। ମଞ୍ଜୁ ଅପା ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ତାଙ୍କର ମଞ୍ଚକୁ ଫେରି ଯାଆନ୍ତୁ, ଏତିକି ଅନୁରୋଧ। ମୋର ସେ ସାନ ଭଉଣୀ ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ, ଯାହାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଆମେ ବିଭିନ୍ନ ଜାଗାରୁ ସୋସିଆଲ ମିଡ଼ିଆରୁ ବିଭିନ୍ନ ଜାଗାରୁ ଖବର ପାଇଥିଲୁ। ଗୋଟେ କଳାକାର ହିସାବରେ ତାଙ୍କ ପ୍ରତି ଆମର ସମବେଦନା ନିଶ୍ଚିତ ଅଛି ଏବଂ ଏ ଯେଉଁ ପୀଡ଼ିତ ହୋଇଛନ୍ତି କିଡ଼ନୀ ରୋଗରେ, ନିଶ୍ଚିତ ଭାବରେ ବହୁତ ଗୁଡ଼ିଏ ଆର୍ଥିକ ଅନାଟନ ଅଭାବ ଅସୁବିଧା ତାଙ୍କର ଅଛି। ଗୁଡ଼ାଏ ପଇସା ଦରକାର, ସେଥିପାଇଁ ସାହାଯ୍ୟ ସହଯୋଗର ହାତ ସମସ୍ତେ ବଢ଼େଇଛନ୍ତି। ସେଥିପାଇଁ ଭୋଗରାଇବାସୀଙ୍କ ତରଫରୁ ଏବଂ ସବୁ କଳାକାରମାନଙ୍କ ତରଫରୁ ଯେଉଁମାନେ ମଞ୍ଜୁଶ୍ରୀଙ୍କ ପ୍ରତି ସାହାଯ୍ୟ ସହଯୋଗର ହାତ ବଢ଼େଇଛନ୍ତି, ସେଥିପାଇଁ ଆମେ କୃତଜ୍ଞତା ଧନ୍ୟବାଦ ଜ୍ଞାପନ କରୁଛୁ। ଆଜି ଆମେ ବିଏମ୍ଏ ବାଲେଶ୍ୱର ମ୍ୟୁଜିକ୍ ଆସୋସିଏସନ୍ ବାଲେଶ୍ୱର ତରଫରୁ ଆମେ ଆଜି ତାଙ୍କ ଘରେ ପହଞ୍ଚିଥିଲୁ ଏବଂ ଆମ ତରଫରୁ ଯେତିକି ସାହାଯ୍ୟ କରିବା କଥା ଆମେ ଆର୍ଥିକ ସାହାଯ୍ୟ କରିଛୁ ଏବଂ ଆମେ ନିବେଦନ ମଧ୍ୟ କରୁଛୁ ଯେଉଁମାନେ ଆମକୁ ଦେଖୁଛନ୍ତି ଶୁଣୁଛନ୍ତି ଯେ ମଞ୍ଜୁଶ୍ରୀଙ୍କ ପ୍ରତି ସମସ୍ତଙ୍କର ସାହାଯ୍ୟ ସହଯୋଗରେ ହାତ ଆସୁ ଏବଂ ସେ ସୁସ୍ଥ ହୋଇଯାଆନ୍ତୁ, ପୁଣି ଥରେ ମୁହଁରେ ସ୍ନୋ ପାଉଡ଼ର ମିଳି ରଙ୍ଗମଞ୍ଚକୁ ଫେରି ଆସନ୍ତୁ ଏବଂ ମିଠା ମିଠା ଗୀତରେ ସମସ୍ତଙ୍କୁ ଭିଜାନ୍ତୁ। ମୁଁ ତ ହଠାତ୍ ଏଇ କିଡ଼ନୀ ରୋଗରେ ପୀଡ଼ିତ ହେଲି, ଜାଣିପାରିଲିନି। ମୁଁ ଜାଣିଥିଲେ ହୁଏତ କିଛି ଗୋଟେ ଷ୍ଟେପ୍ ନେଇଥାନ୍ତି। ତାପରେ ଯାତ୍ରାରେ ରହୁଥିଲି, ଯେହେତୁ ସମୟ ହେଉନଥାଏ ଡାକ୍ତର ଦେଖେଇବା ପାଇଁ, ତ ୟା ପରେ ଗୋଟେ କଳାକାର ତା ମଞ୍ଚ ଛାଡ଼ି ଆସି ଘରେ ବସିବା, ସେଇଟା କେତେ କଷ୍ଟ, ସେଇଟା ଗୋଟେ କଳାକାର ହିଁ ବୁଝିପାରିବ। ଚଳିବା ତ ବହୁତ କଷ୍ଟ ହେଉଛି, କାହିଁକିନା ବାବାଙ୍କ ଯିବା ପରେ ଭାଇର ମୋର ଯାହା ସଞ୍ଚୟ କରୁଥିଲୁ ଘର ଚଳୁଥିଲା। ଏବେ ଭାଇ ବି ଆସିକି ମୋ ପାଇଁ ବସିଛି, ମୁଁ ବି ବସିଛି। ସେମିତି ସାହାଯ୍ୟ ସହଯୋଗ ଯାହା ଯେମିତି ମିଳୁଛି ସେମିତି ଚଳିବା କଥା। ଆଉ ଗୋଟେ କଥା ହେଉଛି, ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି ଯେ ଏତେ ଲୋକ ଏତେ ଭଲ ପାଇବା ଦେବେ ବୋଲି, କିମ୍ବା ମୋ କଳାକାର ବନ୍ଧୁମାନେ ଏତେ ଭଲ ପାଇବା ଦେବେ ବୋଲି, ଏତେ ସପୋର୍ଟ କରିବେ ବୋଲି ମୁଁ କେବେ ସ୍ୱପ୍ନରେ ବି ଭାବିଥିଲିନି। ଆଉ
ଯେଉଁମାନେ ମାନେ ସାହାଯ୍ୟର ହାତ ବଢ଼େଇଛନ୍ତି କି ମୋତେ ଟିକେ ଆଶୀର୍ବାଦର ହାତ ବଢ଼େଇଛନ୍ତି ସେମାନଙ୍କୁ ମୁଁ ମୋ ତରଫରୁ ବହୁତ ବହୁତ ମାନେ ବହୁତ ସାରା କୃତଜ୍ଞତା ଜଣାଉଛି। ଆଉ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କିଛି ସହାୟତା ମିଳିଲାଣି? ତେଣୁ କ'ଣ କହିବେ ଓଡ଼ିଶା ସରକାର କ'ଣ କହିବି ଆଜ୍ଞା, ସବୁ ମିଡ଼ିଆ ମାଧ୍ୟମରେ କୁହାହେଇଛି। ସରକାର ଯଦି ଚାହିଁବେ ତ ହେଲ୍ପ କରିବେ, ନହେଲେ ମୁଁ ଆଉ କ'ଣ କରିପାରିବି। ବାଲେଶ୍ୱରରୁ ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, ଲୋକାଲ ନ୍ୟୁଜ୍ 7।